ଓಂ ନମୋ ଭଗବତେ ବାସୁଦେବାୟ। ସମ୍ମାନନୀୟ ଭଦ୍ରମଣ୍ଡଳୀ, ଶ୍ରଦ୍ଧେୟ ଭାଇ ଓ ଭଉଣୀମାନେ, ଆପଣ ସମସ୍ତଙ୍କୁ ମୋର ଆଦରପୂର୍ଣ୍ଣ ପ୍ରଣାମ। ଆମ ହିନ୍ଦୁ ଧର୍ମରେ ଅଷ୍ଟାଦଶ ପୁରାଣ ମଧ୍ୟରୁ ଗରୁଡ଼ ପୁରାଣ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ସାଧାରଣତଃ ଲୋକେ ଭାବନ୍ତି ଯେ ଗରୁଡ଼ ପୁରାଣ କେବଳ ମୃତ୍ୟୁ ପରର ଯାତ୍ରା ବିଷୟରେ କହିଥାଏ, କିନ୍ତୁ ପ୍ରକୃତରେ ଏହା ଜୀବନ ଜୀଇଁବାର ସବୁଠାରୁ ବଡ଼ ନିୟମାବଳୀ। ସୃଷ୍ଟିର ସନ୍ତୁଳନ ରକ୍ଷା କରିବା ପାଇଁ ଏବଂ ପରିବାରରେ ଏକ ସଂସ୍କାରୀ, ଜ୍ଞାନୀ ଓ ଗୁଣବାନ ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ଭଗବାନ ଶ୍ରୀ ବିଷ୍ଣୁ ନିଜ ବାହନ ପକ୍ଷୀରାଜ ଗରୁଡ଼ଙ୍କୁ କେତେକ ଦୁର୍ଲଭ ରହସ୍ୟ କହିଥିଲେ। ଆଜିର ଏହି ଆଲୋଚନାରେ ଆମେ ସେହି ଶାସ୍ତ୍ରୀୟ ବିଧି, ଗର୍ଭାଧାନର ସଠିକ ସମୟ ଏବଂ ପୁତ୍ର ସନ୍ତାନ ପ୍ରାପ୍ତିର ଦିବ୍ୟ ଉପାୟଗୁଡ଼ିକ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା। ବନ୍ଧୁଗଣ, ଆମେ ଯେତେବେଳେ କୌଣସି ଶୁଭ କାର୍ଯ୍ୟ କରୁ ତାହା ପୂର୍ବରୁ ଏକ ଭଲ ମୁହୂର୍ତ୍ତ କିମ୍ବା ଶୁଭ ସମୟ ଦେଖିଥାଉ। ସେହିପରି ସଂସାରକୁ ଏକ ନୂତନ ଜୀବନ ଆଣିବା ହେଉଛି ସବୁଠାରୁ ବଡ଼ ଶୁଭ କାର୍ଯ୍ୟ। ଏଥିପାଇଁ ଶାସ୍ତ୍ରରେ କେତେକ ନିର୍ଦ୍ଦିଷ୍ଟ ଶୁଭ ସମୟ ଏବଂ ତିଥି ନିରୂପଣ କରାଯାଇଛି, ଯାହା ଗର୍ଭସ୍ଥ ଶିଶୁର ଚରିତ୍ରକୁ ସୁନ୍ଦର ଭାବେ ଗଠନ କରିବାରେ ସାହାଯ୍ୟ କରେ। ଆସନ୍ତୁ ସେ ବିଷୟରେ ସବିଶେଷ ଜାଣିବା। ଗରୁଡ଼ ପୁରାଣ ଅନୁସାରେ ମହିଳାମାନଙ୍କର ମାସିକ ଋତୁସ୍ରାବ ବା ପିରିୟଡ଼୍ସ ଆରମ୍ଭ ହେବାର ଦିନଠାରୁ ରାତିଗୁଡ଼ିକୁ ଗଣନା କରାଯାଏ। ଏଥିରେ ଯୁଗ୍ମ ଏବଂ ଅଯୁଗ୍ମ ରାତିର ପ୍ରଭାବ ଅତ୍ୟନ୍ତ ରହସ୍ୟମୟୀ ଏବଂ ବିଜ୍ଞାନସମ୍ମତ ମଧ୍ୟ। ଆମେ ଜାଣିବା ଯୁଗ୍ମ ରାତି ବା ଇଭିନ୍ ନାଇଟ୍ସ କ'ଣ? ଋତୁସ୍ରାବର ଆରମ୍ଭ ହେବା ଦିନଠାରୁ 6, 8, 10, 12, 14 କିମ୍ବା 16ତମ ରାତିକୁ ଯୁଗ୍ମ ରାତି କୁହାଯାଏ। ଶାସ୍ତ୍ର ଅନୁସାରେ ଏହି ସମୟରେ ଗର୍ଭାଧାନ କଲେ ପିତାମାତାଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସୁଦୃଢ଼ ଏବଂ ସର୍ବଗୁଣ ସମ୍ପନ୍ନ ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥାଏ। ଅନ୍ୟପକ୍ଷରେ ଅଯୁଗ୍ମ ରାତି ବା ଅଡ୍ ନାଇଟ୍ସ, ଯେପରିକି ପଞ୍ଚମ, ସପ୍ତମ, ନବମ, ଏକାଦଶ, ତ୍ରୟୋଦଶ, ପଞ୍ଚଦଶତମ ରାତିଗୁଡ଼ିକୁ କନ୍ୟା ସନ୍ତାନ ପାଇଁ ଉଦ୍ଦିଷ୍ଟ। ଏ ସମୟରେ ମିଳନ ହେଲେ ସୁଶୀଲା, ଜ୍ଞାନୀ ଏବଂ ଗୃହଲକ୍ଷ୍ମୀ ସଦୃଶ କନ୍ୟା ଜନ୍ମଗ୍ରହଣ କରିଥାଏ। ତେବେ ଏ ଯୁଗ୍ମ ଏବଂ ଅଯୁଗ୍ମ ରାତିର ପ୍ରଭାବ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଏଠାରେ ଆପଣ ପରଦାରେ ଏକ ସଂଖ୍ୟା ଦେଖୁଛନ୍ତି 14। ଗରୁଡ଼ ପୁରାଣ ଏହି 14 ସଂଖ୍ୟାର ମହତ୍ତ୍ୱ ଅସୀମ। ଶାସ୍ତ୍ର ଅନୁସାରେ ମହିଳାଙ୍କ ଋତୁସ୍ରାବ ଆରମ୍ଭ ହେବାର 14ତମ ରାତି ଗର୍ଭାଧାନ ପାଇଁ ସବୁଠାରୁ ଶ୍ରେଷ୍ଠ, ପବିତ୍ର ଓ ଦିବ୍ୟ ବୋଲି ବିବେଚନା କରାଯାଏ। ଏହି ବିଶେଷ ରାତିରେ ସଂଯୋଗ ହେଲେ ଯେଉଁ ପୁତ୍ର ସନ୍ତାନ ଜନ୍ମ ହୁଏ, ସେ ସାଧାରଣ ନୁହେଁ, ବରଂ ଅସାଧାରଣ ହୋଇଥାଏ। ସେ ଅପାର ତେଜ, ସଦ୍ବୁଦ୍ଧି, ସମାଜରେ ସମ୍ମାନ, ଦୀର୍ଘାୟୁ ଏବଂ ପିତୃଭକ୍ତ ହୋଇ ପିତାମାତା ଓ କୁଳର ନାମ ରୋଶନ କରିଥାଏ। ତେଣୁ ଏହି 14ତମ ରାତି ହେଉଛି ପବିତ୍ର ରାତି। ବନ୍ଧୁଗଣ, କେବଳ ତିଥି ବା ସମୟ ନୁହେଁ, ବରଂ ଗର୍ଭାଧାନ ସମୟରେ ପତି ଓ ପତ୍ନୀଙ୍କ ମାନସିକ ସ୍ଥିତି କିପରି ରହିଛି ତାହା ମଧ୍ୟ ସନ୍ତାନର ଭବିଷ୍ୟତ ନିର୍ଦ୍ଧାରଣ କରେ। ପ୍ରଥମତଃ, ଉଭୟ ମନ ସମ୍ପୂର୍ଣ୍ଣ ପ୍ରସନ୍ନ ଓ ଶାନ୍ତ ରହିବା ଆବଶ୍ୟକ। ଦ୍ୱିତୀୟ କଥା ହେଲା, ମିଳନ କାଳରେ ମନରେ କୌଣସି ପ୍ରକାରର କାମୁକତା ବଦଳରେ ଭଗବାନ ବିଷ୍ଣୁ କିମ୍ବା ନିଜ ଇଷ୍ଟଦେବଙ୍କୁ ଧ୍ୟାନ କରି ଏକ ପବିତ୍ର ଆତ୍ମାର ଆବାହନ କରାଯିବା ଉଚିତ। ଯେପରି ଆମେ ଯଜ୍ଞରେ ଆହୁତି ଦେବା ସମୟରେ ମନ୍ତ୍ର ଉଚ୍ଚାରଣ କରିଥାଉ। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେହି ସମୟରେ କ୍ରୋଧ, ମାନସିକ ଚାପ, ଲୋଭ, ଭୟ ଓ ଈର୍ଷା ଭଳି ନକାରାତ୍ମକ ଭାବନା ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଆବଶ୍ୟକ। ମାତୃ ଓ ପିତୃ ଶକ୍ତିର ଶାନ୍ତ ଅବସ୍ଥା ହିଁ ସୁସ୍ଥ ଶିଶୁର ଆଧାର। ଆସନ୍ତୁ ଏବେ ଦ୍ୱିତୀୟ ପର୍ଯ୍ୟାୟକୁ ଯିବା। କେବଳ ଗର୍ଭାଧାନ ନୁହେଁ, ବରଂ ଗର୍ଭଧାରଣ ସଫଳ ହେବା ପରେ ଗର୍ଭବତୀ ମାଙ୍କ ଆଚରଣ, ଚିନ୍ତାଧାରା ଓ ଜୀବନଶୈଳୀ କିପରି ହେବା ଉଚିତ, ଯାହା ଶିଶୁକୁ ସୁସଂସ୍କୃତ କରିବ, ସେହି ବିଜ୍ଞାନକୁ ଆମେ ଶାସ୍ତ୍ରରେ ଗର୍ଭ ସଂସ୍କାର ବୋଲି କୁହାଯାଇଛି। ଥରେ ଗର୍ଭଧାରଣ ସଫଳ ହେବା ପରେ ଗର୍ଭବତୀ ମାର ଆଚରଣ, ଚିନ୍ତାଧାରା ଓ ଆହାର ଶିଶୁର ଗଠନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ। ଗର୍ଭବତୀ ନାରୀର ପାଇଁ ଗରୁଡ଼ ପୁରାଣରେ 3ଟି ପ୍ରମୁଖ ସ୍ତମ୍ଭ ବା ନିୟମ ଦିଆଯାଇଛି। ପ୍ରଥମ ହେଲା ସଦ୍ଗ୍ରନ୍ଥ ପଠନ, ଅର୍ଥାତ୍ ଗର୍ଭାବସ୍ଥାରେ ମା ନିୟମିତ ଗୀତା, ରାମାୟଣ କିମ୍ବା ଭାଗବତ ଭଳି ପବିତ୍ର ଶାସ୍ତ୍ର ପଢ଼ିବା ଉଚିତ। ଏହାର
ପ୍ରକମ୍ପନ ଶିଶୁର ମସ୍ତିଷ୍କକୁ ତେଜସ୍ୱୀ କରେ। ଦ୍ୱିତୀୟ ସ୍ତମ୍ଭଟି ହେଲା ସାତ୍ବିକ ମନୋଭାବ। ମା ସବୁବେଳେ ଶାନ୍ତ, ଭୟମୁକ୍ତ ଓ ଆନନ୍ଦିତ ରହିବା ଆବଶ୍ୟକ। ମାର ଖୁସି ଶିଶୁର ସୁସ୍ଥ ବିକାଶର ଚାବିକାଠି, ମାନେ ପଜିଟିଭ୍ ମାଇଣ୍ଡସେଟ୍ ଦରକାର ସବୁବେଳେ। ଏବଂ ତୃତୀୟଟି ହେଲା ପୁଣ୍ୟ ଓ ଗୋ ସେବା। ଗୋମାତାଙ୍କ ସେବା କରିବା, ଗରିବ ଓ ନିରାଶ୍ରୟ ଲୋକଙ୍କୁ ଅନ୍ନ ବସ୍ତ୍ର ଦାନ କରିବା ଦ୍ୱାରା ଶିଶୁର ଜୀବନରେ ପୁଣ୍ୟ ବଳର ବୃଦ୍ଧି ହୋଇଥାଏ। ଏ ସମସ୍ତ କାର୍ଯ୍ୟ ମା ପାଇଁ ଅତ୍ୟନ୍ତ ଜରୁରୀ। ଜୈସା ଅନ୍ନ ବୈସା ମନ କଥାରେ ଅଛି ବନ୍ଧୁଗଣ, ଅର୍ଥାତ୍ ଆମେ ଯେପରି ଆହାର ଗ୍ରହଣ କରୁ ଆମର ବିଚାର ମଧ୍ୟ ସେହିପରି ହୋଇଥାଏ। ଗର୍ଭବତୀ ମା ଯେଉଁ ଖାଦ୍ୟ ଖାଏ ସେଥିରୁ ପ୍ରସ୍ତୁତ ରକ୍ତରେ ଶିଶୁର ଶରୀର ଓ ମନ ଗଠିତ ହୁଏ। ଏଣୁ ଗର୍ଭାବସ୍ଥାରେ ଶୁଦ୍ଧ, ତାଜା ଓ ସାତ୍ତ୍ୱିକ ଶାକାହାରୀ ଭୋଜନ ନିତାନ୍ତ ଆବଶ୍ୟକ। ଅତ୍ୟଧିକ ରାଗ, ମସଲାଯୁକ୍ତ କିମ୍ବା ବାସି କିମ୍ବା ତାମସିକ ଖାଦ୍ୟ, ତାହା ଆମିଷ, ପିଆଜ କିମ୍ବା ରସୁଣ ହେଉ, ଏସବୁକୁ ବର୍ଜନ କରିବା ଉଚିତ। ଏହାଦ୍ୱାରା ଶିଶୁ ମନରେ ଅହଙ୍କାର, କ୍ରୋଧ ଏବଂ ଚଞ୍ଚଳତା ହ୍ରାସ ପାଇଥାଏ ଏବଂ ଶିଶୁଟି ଶାନ୍ତ ପ୍ରକୃତିର ହୋଇଥାଏ ବନ୍ଧୁଗଣ। ତା ସହିତ ଗରୁଡ଼ ପୁରାଣରେ କେତେକ ବର୍ଜନୀୟ ନିୟମ ବିଷୟରେ ମଧ୍ୟ କୁହାଯାଇଛି, ଯାହାକୁ ଅଣଦେଖା କଲେ ଅନିଷ୍ଟ ହୋଇପାରେ। ଶାସ୍ତ୍ର ଅନୁସାରେ ମାସିକ ଋତୁସ୍ରାବ ଆରମ୍ଭ ହେବାର ପ୍ରଥମ 7 ଦିନ ପତିପତ୍ନୀ ମିଳନରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଆବଶ୍ୟକ। କାରଣ ଏହି ସମୟରେ ମହିଳାଙ୍କ ଶରୀର ଭିତରୁ ସମ୍ପୂର୍ଣ୍ଣ ଶୁଦ୍ଧ ହୋଇନଥାଏ ଏବଂ ଗ୍ରନ୍ଥିଗୁଡ଼ିକ ଦୁର୍ବଳ ଥାଏ। ଯଦି ଏହି ସମୟରେ ଗର୍ଭ ରହିଯାଏ, ତେବେ ଜନ୍ମ ହେଉଥିବା ସନ୍ତାନ ଶାରୀରିକ ଭାବରେ ବିକଳାଙ୍ଗ ହୋଇପାରେ କିମ୍ବା ରୋଗାଗ୍ରସ୍ତ ହେବାର ଆଶଙ୍କା ବହୁତ ଅଧିକ ଥାଏ। ତେଣୁ ସଂଯମତା ରକ୍ଷା କରିବା ହିଁ ଶ୍ରେଷ୍ଠ ଧର୍ମ। ଦର୍ଶକ ବନ୍ଧୁ, ଆପଣଙ୍କର ସୁବିଧା ପାଇଁ ଏହି ସାରଣୀରେ ଶୁଭ ଏବଂ ବର୍ଜନୀୟ ସମୟକୁ ସଂକ୍ଷେପରେ ଦିଆଯାଇଛି। ଯେପରିକି ସପ୍ତାହର ଶୁଭବାର ମଧ୍ୟରେ ସୋମବାର, ବୁଧବାର, ଗୁରୁବାର ଏବଂ ଶୁକ୍ରବାରକୁ ଅତ୍ୟନ୍ତ ଶୁଭ ବୋଲି ଗଣନା କରାଯାଇଥାଏ, କିନ୍ତୁ ଶନିବାର, ମଙ୍ଗଳବାର ଏବଂ ରବିବାରକୁ ବର୍ଜନ କରିବା ଉଚିତ। ସେହିପରି ତିଥି ମଧ୍ୟରେ ଅଷ୍ଟମୀ, ଦଶମୀ ଏବଂ ଦ୍ୱାଦଶୀର ଶୁଭ ଫଳ ଦେଇଥିବା ବେଳେ ଅମାବାସ୍ୟା, ପୂର୍ଣ୍ଣିମା, ଚତୁର୍ଦ୍ଦଶୀ ଓ ସନ୍ଧ୍ୟା ସମୟକୁ ନିଷେଧ କରାଯାଇଛି। ତା ସହିତ ଯଦି ଆମେ ନକ୍ଷତ୍ରକୁ ଦେଖିବା, ତାହେଲେ ଗର୍ଭଧାରଣ ନକ୍ଷତ୍ର ଗୁଡ଼ିକ ହେଉଛି ଶ୍ରବଣା, ରୋହିଣୀ, ହସ୍ତା ଏବଂ ଅନୁରାଧା। ଏହା ଗର୍ଭାଧାନ ପାଇଁ ଶ୍ରେଷ୍ଠ ଅଟେ ଏବଂ ଭରଣୀ, କୃତ୍ତିକା, ଜ୍ୟେଷ୍ଠା ଓ ଅନ୍ୟ ସବୁ ଦୁଷ୍ଟ ନକ୍ଷତ୍ର ଗୁଡ଼ିକ ବର୍ଜନୀୟ କରାଯାଇଛି। ନକ୍ଷତ୍ର ମଧ୍ୟରେ ତା ସହିତ ଯୁଗ୍ମ ରାତି ହିଁ କେବଳ ପୁତ୍ର ସନ୍ତାନ ପାଇଁ ସ୍ୱୀକୃତ ବୋଲି ଗଣନା କରାଯାଏ। ଗରୁଡ଼ ପୁରାଣର ମୂଳ ସନ୍ଦେଶ ସ୍ୱୟଂ ସୃଷ୍ଟିର ପାଳନକର୍ତ୍ତା ପ୍ରଭୁ ଶ୍ରୀ ଜଗନ୍ନାଥ ବା ଶ୍ରୀ ବିଷ୍ଣୁ କହିଛନ୍ତି, ମାନସିକ ଶୁଦ୍ଧି ଏବଂ ଶାରୀରିକ ସଂଯମତା ହିଁ ସର୍ବଗୁଣ ସମ୍ପନ୍ନ, ଧାର୍ମିକ ଓ ତେଜସ୍ୱୀ ସନ୍ତାନର ଭିତ୍ତିଭୂମି ଅଟେ। ପତି ପତ୍ନୀଙ୍କ ପବିତ୍ର ଚିନ୍ତନ ହିଁ ଶ୍ରେଷ୍ଠ ଶିଶୁ ପ୍ରାପ୍ତ କରାଏ। ଅର୍ଥାତ୍ ଯଦି ଆମେ ସମାଜକୁ ଏକ ଉତ୍ତମ ନାଗରିକ ଦେବାକୁ ଚାହୁଁଛେ, ତେବେ ଆମ ନିଜ ଭିତରେ ପବିତ୍ରତା ଆଣିବାକୁ ହେବ। ଶେଷରେ ମୁଁ ଏତିକି କହିବି, ପୁତ୍ର ହେଉ ବା କନ୍ୟା, ଶାସ୍ତ୍ର ଅନୁସାରେ ସନ୍ତାନ ସବୁବେଳେ ସୁସ୍ଥ ଓ ସଂସ୍କାରୀ ହେବା ଆବଶ୍ୟକ। ଗରୁଡ଼ ପୁରାଣର ଏହି ଦିବ୍ୟ ବୈଦିକ ଶିକ୍ଷା ଆପଣଙ୍କ ପରିବାରକୁ ସୁଖ, ଶାନ୍ତି ଓ ସୌଭାଗ୍ୟ ପ୍ରଦାନ କରୁ। ଯଦି ଆପଣଙ୍କ ମନରେ କୌଣସି ପ୍ରଶ୍ନ ବା ଜିଜ୍ଞାସା ଥାଏ, ଆପଣ ନିଃସଙ୍କୋଚରେ ପଚାରି ପାରିବେ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା। ଓମ୍ ଶାନ୍ତି ଶାନ୍ତି ଓମ୍ ଶାନ୍ତି।